ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା ଆସୁଛି ଏକ ଲଘୁଚାପ 12 ବଳିପାରେ ବର୍ଷା 9 ଜିଲ୍ଲାରେ ନିଅଣ୍ଟ ବର୍ଷା ହେବାର ଆଶଙ୍କା ରହିଛି। ରାଜ୍ୟରେ ଏବେ ବର୍ଷା ପ୍ରକଳ୍ପ କମ୍ ଅଛି। ଆସନ୍ତା 2 ଦିନ ବି ବିଶେଷ ବର୍ଷା ସମ୍ଭାବନା ନାହିଁ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଭାର ବର୍ଷା ବଳିପାରେ 12-24 ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଅଛି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରକଳ୍ପ ଅଧିକ ରହିଛି ଏଭଳି ପୂର୍ବାନୁମାନ ଦେଖାଯାଇଛି ପାଣିପାଗ ବିଭାଗ। ତେବେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା କମିଯାଇଛି ବୋଲି ସୂଚନା ଦିଆଯାଇଛି ଏବଂ 9 ଜିଲ୍ଲାରେ ମୌସୁମୀର ବର୍ଷା ନିଅଣ୍ଟ ରହିଅଛି। ତେବେ ପୂର୍ବାନୁମାନ ହେଲା ଯେ ଆସନ୍ତା 2 ଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ, ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଆସନ୍ତା 13 ତାରିଖ ବେଳକୁ ଉତ୍ତର ଓ ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ବର୍ଷାର ପରିମାଣ 12 ବଢ଼ିବାର ସମ୍ଭାବନା ରହିଛି। ତେବେ 12-24 ଯାଏ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। 12ରେ ମାଲକାନଗିରି କୋରାପୁଟ ସ୍ଥାନରେ ପ୍ରବଳ ଅତି ପ୍ରବଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ବହୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। 13ରେ ମାଲକାନଗିରି କୋରାପୁଟ ପ୍ରବଳ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ। 14ରେ ମାଲକାନଗିରି କୋରାପୁଟ ଜିଲ୍ଲାରେ ଗୋଟିଏ ଓ 2ଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। 15ରୁ ବଡ଼ ବର୍ଷା ସମ୍ଭାବନା ନାହିଁ। ତେବେ ରାଜ୍ୟରେ 9ଟି ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ରହିଛି। ଗଜପତିରେ 40% ଓ ପୁରୀରେ 77 ଏବଂ ରାୟଗଡ଼ାରେ 74, କଳାହାଣ୍ଡିରେ 33 ଓ ଗଞ୍ଜାମରେ 28 ଓ ଖୋର୍ଦ୍ଧାରେ 23, ନବରଙ୍ଗପୁରରେ 24 ଓ ବଲାଙ୍ଗୀରରେ 24, ନୂଆପଡ଼ାରେ 22 ବର୍ଷା ନିଅଣ୍ଟ ଅଛି। ବର୍ତ୍ତମାନ ସ୍ୱାଭାବିକ ବର୍ଷା ତାଲିକାରେ ଥିବାବେଳେ ଯାଜପୁର, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଆଦି ଜିଲ୍ଲାରେ ଆଗକୁ ବଡ଼ ବର୍ଷା ନହେଲେ ନିଅଣ୍ଟ ସ୍ଥିତି ଉପୁଜିପାରେ। ସମ୍ଭାବ୍ୟ ଲଘୁଚାପ ବର୍ଷା ଉପରେ ରାଜ୍ୟବାସୀ ଆଶା ଓ ଭରସା ଜାରି କରିଛନ୍ତି।